ମୋର ଭାଇ ଭଉଣୀମାନେ ସମସ୍ତଙ୍କୁ ଶୁଭ ସକାଳ। ମୋର ନାମ ହେଉଛି ନିର୍ଭୟ କୁମାର ପଣ୍ଡା। ସର୍ବପ୍ରଥମେ ମୁଁ ଆପଣ ସମସ୍ତଙ୍କୁ ଗୁରୁ ପୂର୍ଣ୍ଣିମା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଆଜିର ଦିନଟି ଆମର ଗୁରୁ ପରାମର୍ଶଦାତା ଏବଂ ଆଧ୍ୟାତ୍ମିକ ଶିକ୍ଷକମାନଙ୍କ ପାଇଁ ଉତ୍ସର୍ଗ ଅଟେ। ଆଜି ଏହା ଏକ ପବିତ୍ର ପର୍ବ ଅଟେ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏହା ପ୍ରତିବର୍ଷ ଆଷାଢ଼ ମାସ ପୂର୍ଣ୍ଣିମା ତିଥିରେ ପଡ଼ିଥାଏ। ଏହି ଦିନ ବ୍ୟାସଦେବ ଜନ୍ମଗ୍ରହଣ କରିଥିବାରୁ ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ଦିନ ଭଗବାନ ଶିବ ସପ୍ତର୍ଷିଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ ଓ ଏହି ଦିନ ମଧ୍ୟ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ। ତେଣୁ ଆଜିର ଦିନରେ ଆମର ଆଧ୍ୟାତ୍ମିକ ଯାତ୍ରାର ମାର୍ଗଦର୍ଶନ ସହାୟକ ଗୁରୁଙ୍କର ଅମୂଲ୍ୟ ଭୂମିକାକୁ ସମ୍ମାନିତ କରିବା ସହ ସେମାନଙ୍କର ପ୍ରତି ଆମର କୃତଜ୍ଞତା ରହିବା ଉଚିତ। କୃତଜ୍ଞତା ରଖିବା ଓ ସେମାନଙ୍କ ଆନ୍ତରିକତା ଓ ନିଷ୍ଠାର ସହ ସେମାନଙ୍କର ଶିକ୍ଷାକୁ ପ୍ରତିଶ୍ରୁତି ନେବା ଉଚିତ। ଯେତେବେଳେ ଆମର ବିଚାରଧାରା ଆମର ଚିନ୍ତାଧାରାରେ ସମସ୍ତଙ୍କ ପ୍ରତି ସମାନ ପବିତ୍ରତା ସ୍ନେହ ଏକତା ସହयोगର ଭାବନା ଆସିବ ତାହେଲେ ଯାଇକି ଆମେ ସମସ୍ତଙ୍କର ପ୍ରିୟ ହେଇପାରିବା। ସମସ୍ତଙ୍କ ପ୍ରତି ସମାନ ହେଲେ ଯାଇକି ଆମେ ସମସ୍ତଙ୍କ ପ୍ରତି ପ୍ରିୟ। ପୂର୍ଣ୍ଣିମା କ'ଣ କହୁଛି ମତେ ଆଜି ଭଲ ପାଅ ବୋଲି? ପୂର୍ଣ୍ଣିମା କ'ଣ କହୁଛି ମତେ ଆଜି ଦେଖ? ଯୋଉ ଦିନ ବି ପୂର୍ଣ୍ଣିମା ହେଲା ମନ କୋଉଠି ଯାଏ? ଜହ୍ନକୁ ଯାଇକି ଆଖି ଉପରକୁ ଯାଇକି କ'ଣ ଆଜି ଜହ୍ନ ବହୁତ ସୁନ୍ଦର ଦେଖାଯାଉଛି। ଆଜି ଜହ୍ନ ପୁରା ଗୋଲ ଦେଖାଯାଉଛି, ସୁନ୍ଦର ଦେଖାଯାଉଛି, ଗୋଲ ଦେଖାଯାଉଛି। ଆଉ ସେ ଜହ୍ନ ସମସ୍ତଙ୍କୁ ଆକର୍ଷଣ କରିଥାଏ। ସେମିତି ଆମର ଯେତେବେଳେ କହିବା ଶୁଣିବା ଦେଖିବା ତାଠାରୁ ଆଗ ହେଉଛି ଭାବିବା। ସର୍ବେ ଭବନ୍ତୁ ସୁଖିନଃ। ସର୍ବେ ଭବନ୍ତୁ ସୁଖିନଃ ଖାଲି ମୁହଁରେ କହିଲେ ହବନି। ଏଇଠି ଆମ ମନ ଭିତରେ ଯଦି ଆମେ ସମସ୍ତଙ୍କ ପ୍ରତି କଲ୍ୟାଣର ଭାବନା ଶୁଭର ଭାବନା ହେଲା କଲ୍ୟାଣର ଭାବନା ଶୁଭର ଭାବନା ରଖିବା ତାହେଲେ ଆମେ କ'ଣ ହେବ? ସର୍ବେ ଭବନ୍ତୁ ସୁଖିନଃ ଅର୍ଥାତ୍ ଆମେ ନିଜେ ସମସ୍ତଙ୍କ ପ୍ରତି ଗୋଟେ ରୋଲ ମଡେଲ ହେଇପାରିବା। Disban. Dijawab disban ya, Bang.